ଜାଣିବା ଆଜି ସମ୍ପର୍କ ବିଷୟରେ। ଜୀବନରେ ଏମିତି ଗୋଟେ ସମ୍ପର୍କ ରହିବା ଉଚିତ ଯାହା ପାଖରେ ସବୁ କିଛି ସେୟାର କରାଯାଏ, ଅଭିମାନ କରାଯାଏ, ଝଗଡ଼ା ବି କରାଯାଏ, କିନ୍ତୁ କେବେ ଭୁଲି ହୁଏନି। ନିଜର ହେଉଛନ୍ତି ସେଇମାନେ ଯେଉଁମାନେ ଅନ୍ୟ କାହା ପାଇଁ ତୁମକୁ ଅଣଦେଖା କରନ୍ତିନି। ଯେଉଁ ସମ୍ପର୍କ ଆମକୁ କନ୍ଦେଇ ଦିଏ ତାଠୁ ଭଲ ସମ୍ପର୍କ କିଛି ନଥାଏ। ଆଉ ଆମେ କାନ୍ଦୁଥିବା ସମୟର ଯେଉଁ ସମ୍ପର୍କ ଛାଡ଼ିକି ଚାଲିଯାଏ ତାଠୁ ଦୁର୍ବଳ ସମ୍ପର୍କ ଦୁନିଆରେ କିଛି ନଥାଏ। ସତରେ ବଡ଼ ଅଜବ ଏ ସମ୍ପର୍କ। ଜଣେ ଭୁଲିଯାଏ ହେଲେ ଆଉ ଜଣେ ଝୁରି ହୁଏ। ଆଜିକାଲିର ସମ୍ପର୍କଟା ଏତେ ଶସ୍ତା ହୋଇଗଲାଣି ଯେ ଆବଶ୍ୟକ ହେଲେ କଥା ହେବେ, ନହେଲେ ଦୂରେଇ ଯିବେ। ଦୂରେଇ ଯିବା ପୂର୍ବରୁ ଭାବିବା ଦରକାର ଯଦି ସମ୍ପର୍କ ରଖିବାର ନଥିଲା ଆରମ୍ଭ କରୁଥିଲ କାହିଁକି? ଯଦି ଆପଣଙ୍କୁ କେହି ତା ନିଜଠାରୁ ଦୂରେଇବାକୁ ଚାହୁଁଛି ସେ ଆପଣଙ୍କୁ ଦୂରେଇବା ପୂର୍ବରୁ ଆପଣଙ୍କ ନିଜେ ତା ଜୀବନରୁ ଚାଲି ଯାଆନ୍ତୁ। କାହିଁକି ନା ଆନ୍ତରିକତାହୀନ ସମ୍ପର୍କ ସର୍ବଦା ଯନ୍ତ୍ରଣାଦାୟକ। ସମ୍ପର୍କକୁ ଗୁରୁତ୍ୱ ଦିଅ, ନିଜ ସ୍ୱାର୍ଥକୁ ନୁହେଁ। କାରଣ ସ୍ୱାର୍ଥ କିଛି ଦିନର ଆଉ ସମ୍ପର୍କ ସବୁଦିନର। ସମ୍ପର୍କ ଗଢ଼ିବା ବେଳେ ସମସ୍ତେ କୁହନ୍ତି ତୁମ ଓଠରେ ସବୁବେଳେ ହସ ଦେବି, କଥା ଦିଅନ୍ତି, ତୁମ ସାଥିରେ ସବୁବେଳେ ରହିଥିବି। କିନ୍ତୁ କିଛି ଦିନ ପରେ ସେହି ମଣିଷ ଆଖିରେ ଲୁହ ଦେଇ ଚାଲିଯାଆନ୍ତି। ବେଳେବେଳେ ଏମିତି ଲୋକ ସହ ଏତେ ଗଭୀର ସମ୍ପର୍କ ହୋଇଯାଏ ଯେ ପ୍ରତି ମୁହୂର୍ତ୍ତରେ କିଛି କରିବା ପୂର୍ବରୁ ତା କଥା ହିଁ ମନେ ପଡ଼େ। କୋଉଠି ଆସି କୋଉଠି ପହଞ୍ଚିଗଲା ଜୀବନଟା। ଏବେ ସେଇ ରାସ୍ତା ଦେଇକି ଚାଲୁଛି ଯେଉଁଠି ହୃଦୟଟା ବହୁତ କାନ୍ଦୁଛି, ହେଲେ ଚେହେରା ସମସ୍ତଙ୍କ ଆଗରେ ହସୁଛି। ଯେତେବେଳେ ସମ୍ପର୍କ ନୂଆ ହୋଇଥାଏ ନା ସେତେବେଳେ ଲୋକ କଥା ହେବା ପାଇଁ ବାହାନା ଖୋଜନ୍ତି। ଆଉ ଯେତେବେଳେ ସେହି ସମ୍ପର୍କ ପୁରୁଣା ହୋଇଯାଏ ନା ଲୋକ ଦୂରେଇ ଯିବା ପାଇଁ ବାହାନା ଖୋଜନ୍ତି। ସମ୍ପର୍କ ତାକୁ ହିଁ କହନ୍ତି ଯେଉଁଠି ଅଭିମାନ ଥିବ କିନ୍ତୁ ବାହାନା ନଥିବ, ଝଗଡ଼ା ଥିବ କିନ୍ତୁ ଦୂରତ୍ୱ ନଥିବ, ଭୁଲ ବୁଝାମଣା ଥିବ କିନ୍ତୁ ସମ୍ପର୍କ ଭାଙ୍ଗିବାର ପ୍ରଶ୍ନ ଉଠୁନଥିବ। ଯେଉଁମାନେ ସମ୍ପର୍କ ରଖିବାକୁ ଚାହାନ୍ତି ସେମାନେ ତୁମ ବଡ଼ ବଡ଼ ଭୁଲକୁ ବି କ୍ଷମା କରିଦିଅନ୍ତି। ଆଉ ଯେଉଁମାନେ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ ସେମାନେ ତୁମ ଠିକ୍ କଥାରୁ ବି ଭୁଲ ବାହାର କରିଥାନ୍ତି। ସମ୍ପର୍କ ଯୋଡ଼ିବା ଶିଖନ୍ତୁ। ଝଗଡ଼ା ତ ସବୁ ସମ୍ପର୍କରେ ଥାଏ, ହେଲେ ଝଗଡ଼ା ପରେ ବି ଜିଦି ପକେଇ ରହିବା ଉଚିତ ନୁହେଁ। ଭଲ ସମ୍ପର୍କ ତିଆରି କରିବାକୁ ଯୁଗ ଲାଗିଯାଏ, କିନ୍ତୁ ଭାଙ୍ଗିବାକୁ ଗୋଟେ ମିନିଟ୍ ଲାଗେନି। ଝଗଡ଼ା ପରେ ବି ଆଉ ଥରେ ମିଶିଗଲେ ସବୁ ସମସ୍ୟାର ସମାଧାନ ହୋଇଯାଏ। କାରଣ ଭୁଲ ତୁମର ହେଉ ବା ମୋର, ସମ୍ପର୍କ ତ ଆମ ଦୁହିଁଙ୍କର ନା।